ପିଲାମାନେ ଆଜି ଆମେ ପଢ଼ିବା ଓଡ଼ିଆ ମିଡ଼ିୟମ୍ ନବମ ଶ୍ରେଣୀ ସାହିତ୍ୟ ବହିର ବିଷୟ ହେ ମୋର କଲମ। ଏହାର ଲେଖକ ହେଉଛନ୍ତି ଗୋଦାବରୀଶ ମହାପାତ୍ର। ଏହି ବିଷୟର ଅଭ୍ୟାସ କାର୍ଯ୍ୟ ଦେଖିବା। ଚଲ ଦେଖିବା। ଆଜି ଆମେ ସପ୍ରସଙ୍ଗ ସରଳାର୍ଥ ଦେଖିବା। ବୁଝିହେଲା? ଦେଖ କ'ଣ ଥିଲା 27 ନମ୍ବର କ୍ୱେଶ୍ଚନ୍। ମୂଲ୍ୟ ତୁମର କେତୋଟି ପଇସା ତନୁ ତବ ଦୁର୍ବଳ ଥରାଇଛ କେତେ ହୃଦ ମନ୍ଦିର ବଧୁର ଧରାତଳ। ଉତ୍ତର ମୂଲ୍ୟ ତମର ବନ୍ଧୁର ଧରାତଳ। ସଂସ୍କୃତ ପଦ୍ୟାଂଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ ଶୀର୍ଷକ କବିତାରୁ ଆନିତ। ଏଠାରେ କବି କ୍ଷଣ ଶରୀର ବିଶିଷ୍ଟ କଲମର ଅପରିସୀମ ଶକ୍ତି ସାମର୍ଥ୍ୟ ବିଷୟରେ ଆଲୋକପାତ କରିଛନ୍ତି। ବୁଝିଗଲା? ଏକ ସାଧାରଣ ପଣ୍ୟ ଦ୍ରବ୍ୟ ଭାବେ ସାମାନ୍ୟ କେତୋଟି ପଇସା ବିନିମୟରେ କଲମଟି ସହଜରେ ଉପଲବ୍ଧ ହୋଇଥାଏ। ଏହାର କଳେବର କ୍ଷୁଦ୍ର ଓ ଦୁର୍ବଳ, ମାତ୍ର ଏହାର ଶକ୍ତି ଅକଳନ। କବି ଲେଖକଙ୍କ ହାତରେ ଏହା ଶକ୍ତିଶାଳୀ ଅସ୍ତ୍ର ଭାବେ ଶୋଭା ପାଏ। କଲମ କବିଙ୍କ ପାଇଁ ଅତି ଆପଣାର ବନ୍ଧୁ ଓ ବିଶ୍ୱସ୍ତ ସଖା। କବିଙ୍କ ହାତର ସେହି ଅସ୍ତ୍ର ସମାଜର ଭ୍ରଷ୍ଟାଚାରୀ ଦୁର୍ନୀତିଗ୍ରସ୍ତ ଶାସକ ପ୍ରାଣରେ କୋଆ ଭୟ ସୃଷ୍ଟି କରିପାରେ। ସ୍ୱେଚ୍ଛାଚାରୀ ପୁଞ୍ଜିପତି ହୃଦୟରେ କମ୍ପନ ସୃଷ୍ଟି କରିପାରେ। ଜାତିଗତ ବୈଷମ୍ୟ ଓ ଧର୍ମଗତ ବିଭେଦକୁ ଦୃଢ଼ ହସ୍ତରେ ଦମନ କରିପାରେ। କ୍ଷଣ ତନୁଧାରୀ କଲମ ଧନିକର ଧନ କି ଶକ୍ତିଶାଳୀର ବାହୁବଳ ତା ପାଖରେ ହାର ମାନେ। ଅତ୍ୟାଚାରୀ ଓ ଶୋଷକ ଶ୍ରେଣୀର ବ୍ୟକ୍ତିବର୍ଗଙ୍କ ହୃତ୍ସ୍ପନ୍ଦନ ବୃଦ୍ଧି କରିବାରେ କଲମର ଭୂମିକା ଅନିର୍ଷିକାର୍ଯ୍ୟ। ସର୍ବୋପରି ତୀକ୍ଷ୍ଣ ଅସ୍ଥିଠାରୁ ଏହାର ତୀକ୍ଷ୍ଣତା ଯେ ଅଧିକ ଭୟଙ୍କର, କବି ଏଠାରେ ଏହା ହିଁ ପ୍ରକାଶ କରିଛନ୍ତି। ବୁଝିହେଲା? 28 ନମ୍ବର। ଭାଜେ କରବାଳ ବଜ୍ର ମୂଷଳ କେତେଇ ମହିତଳେ। ବାଡ଼ବ ଉଠଇ ଗିରି ଓଲଟଇ ଭାସେ ମଧୁଧରା ଜଳେ। ଭାସେ କରବାଳ ମଧୁଧରା ଜଳେ। ଦେଖ ଉତ୍ତର କ'ଣ ହବ? ଭାଜେ କରବାଳ ମରୁଧରା ଜଳେ। ଉକ୍ତ ପଦ୍ୟାଂଶଟି ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ ପଦ୍ୟ ସଂକଳନ ଅନ୍ତର୍ଗତ ହେ ମୋର କଲମ ଶୀର୍ଷକ କବିତାରୁ ଆନିତ। ଏଠାରେ କବି ଏକ ସାଧାରଣ କଲମର ଅତୁଳନୀୟ ଅପରିମିତ ଶକ୍ତି ଉପରେ ଆଲୋକପାତ କରିଛନ୍ତି। ସାମାନ୍ୟ କେତୋଟି ପଇସା ବିନିମୟରେ ଉପଲବ୍ଧ କ୍ଷଣ ଦୁର୍ବଳ ତନୁ ବିଶିଷ୍ଟ କଲମଟିର ଶକ୍ତି ଯେ ଅପରିସୀମ, କବି ଏଠାରେ ତାହା ହିଁ ଉଲ୍ଲେଖ କରିଛନ୍ତି। ଧରାଧାମରେ ନିଜକୁ ସର୍ବଶକ୍ତିମାନ ମନେ କରୁଥିବା ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ପ୍ରଜାପୀଡ଼କ କ୍ଷମତାଲିପ୍ସୁ ଶାସକ ନିଜ ସୈନ୍ୟବଳ ଧନବଳ ଓ କୂଟନୀତି ବଳରେ ଧରାକୁ ସରା ଜ୍ଞାନ କରନ୍ତି। ଶୋଷଣ ଓ ଅତ୍ୟାଚାରର ଜନଜୀବନକୁ ହାହାକାର ମଧ୍ୟକୁ ଠେଲି ଦିଅନ୍ତି। ମାତ୍ର ସାମାନ୍ୟ ଏକ କଲମ ସେମାନଙ୍କର ସମସ୍ତ ଦୁର୍ନୀତି ବ୍ୟଭିଚାର ଓ ଭ୍ରଷ୍ଟାଚାର ବିରୋଧରେ ଜନଜାଗରଣ ସୃଷ୍ଟି କରେ। ତାର ସବୁ ଅହଙ୍କାରକୁ ଧୂଳିସାତ୍ କରିପାରେ। ନିରୀହ ପ୍ରଜାମଣ୍ଡଳଙ୍କ କର୍ଣ୍ଣରେ ବିପ୍ଳବର ବାଣୀ ଶୁଣାଇ ଶାସନତନ୍ତ୍ର ବିରୋଧରେ ବିଦ୍ରୋହ ସୃଷ୍ଟି କରିପାରେ କଲମ। ପର୍ବତ ପ୍ରାୟ ଦୃଢ଼ ପ୍ରତିରକ୍ଷା ବଳ ଅକ୍ଳେଶରେ ପରାହତ ହୁଏ। କଲମର ଶକ୍ତି ସମ୍ମୁଖରେ ନରହନ୍ତାର ତରବାରୀ ଭାଙ୍ଗି ଚୁରମାର ହୋଇଥାଏ। ବଜ୍ର ଓ ମୂଷଳ ପରି ତାର ଶକ୍ତିଶାଳୀ ଅସ୍ତ୍ର ହୁଏ ଚୂର୍ଣ୍ଣ ବିଚୂର୍ଣ୍ଣ। ଏହି କଲମ ସାଗର ବକ୍ଷରେ ସୃଷ୍ଟି କରିପାରେ ଅଗ୍ନିର ତାଣ୍ଡବ, ମରୁଭୂମିରେ ସୃଜିପାରେ ବନ୍ୟାର ପ୍ଳାବନ, ଅପ୍ରତ୍ୟାଶିତ ପରିବର୍ତ୍ତନ ସଞ୍ଚାରଣ କରିପାରେ ଲେଖନୀର ଶକ୍ତି। ଅଶୀଠାରୁ ମସିର ଶକ୍ତି ଯେ କେତେ ବିଶାଳ, ଲେଖକ ଏଠାରେ ତାହା ହିଁ ଉଲ୍ଲେଖ କରିଛନ୍ତି। ବୁଝିହେଲା? 29 ନମ୍ବର। କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର, କାଳ ଇଙ୍ଗିତରେ ଲୁଚିଗଲେ ସବୁ ରହିଲା ତୁମରି ଗାର। ବୁଝିହେଲା? ଉତ୍ତର କେତେ ଅବତାରେ ତୁମରି ଗାର। ଊର୍ଦ୍ଧ୍ୱତାଂଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ ଶୀର୍ଷକ କବିତାରୁ ଆନିତ। ଏଠାରେ କବି କଲମର କାଳଜୟୀ ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଯୁଗ ଯୁଗାନ୍ତରେ ବହୁ ମହାମନୀଷୀ ଏ ଧରଣୀ ବୁକୁରେ ଆବିର୍ଭାବ ହୋଇ ସେମାନଙ୍କ ମହାମାନବୀୟ କାର୍ଯ୍ୟଧାରା ଓ ଅତିମାନବୀୟ ଦିବ୍ୟବାଣୀ ପ୍ରଦାନରେ ମହିମାବନ୍ତ ହୋଇ
ପୟଗମ୍ବର ଭାବେ ପୂଜିତ ହୋଇଛନ୍ତି। ସେମାନଙ୍କର ଉଚ୍ଚାଦର୍ଶଯୁକ୍ତ ଜୀବନଶୈଳୀ ଓ ସୁମହାନ ସାଧୁତା ସେମାନଙ୍କୁ ଜନସମାଜର ଦେବତାର ଆସନରେ ଉପବିଷ୍ଟ କରିଛି। ସେମାନଙ୍କର ମୁଖ ନିଃସୃତ ଶାଶ୍ୱତ ବାଣୀକୁ ଅଦ୍ୟାବଧି ଜନସମାଜରେ ପରିପ୍ରଚାର ଓ ପରିପ୍ରସାର କରିବାରେ କଲମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବୁଝିହେଲା? ସେମାନେ ଆଜି ଇହଧାମରେ ନାହାନ୍ତି ସତ, ମାତ୍ର ସେମାନଙ୍କୁ ଚିର ଅମର କରି ରଖିଛି ଲେଖନର ଲେଖନୀ। ପରିବର୍ତ୍ତନଶୀଳ ଦୁନିଆରେ କୌଣସି ବ୍ୟକ୍ତି ଚିରସ୍ଥାୟୀ ନୁହେଁ। ମାଟିର ଘଟ ଦିନେ ନା ଦିନେ ମାଟିରେ ମିଶିଯାଏ। ଭାଗବତର ବାଣୀ ଅନୁସାରେ ମର୍ତ୍ତ୍ୟମଣ୍ଡଳେ ଦେହି ବହି ଦେବତା ହୋଇଲେ ମରଇ। ବୁଝିହେଲା? କିନ୍ତୁ ସେହି ନର ଦେବତାର ଅମୃତବାଣୀକୁ ଯୁଗ ଯୁଗାନ୍ତ ପାଇଁ ଧରି ରଖେ କଲମ। କରାଳ ବୁକୁରେ ସବୁକିଛି ବିଲୁପ୍ତ ହୋଇଯାଉଛି ମଧ୍ୟ ଲେଖନୀଗାର ଚିର ଅମର ହୋଇଯାଏ। ଏଠାରେ କବି ଲେଖନୀକୃତ ସୃଷ୍ଟି ସମ୍ଭାରର ଚିରନ୍ତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି। 30 ନମ୍ବର। ତୁମେ ତ ଚାଲିନ ଛଳନାରେ କେବେ ଥକିନ ଗୁଣ୍ଡାମିରେ, ପେଷଣ ଶୋଷଣ ଦୂଷିତ ଦେଇଛ ଆଡ଼ାଇ ଏକଇ ଗାରେ। ଉତ୍ତର ତୁମେ ତ ଏକଇ ଗାରେ। ସଂସ୍କୃତ ପଦ୍ୟାଂଶଟି ପ୍ରଖ୍ୟାତ ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେମର କଲମ ଶୀର୍ଷକ କବିତାରୁ ଉଦ୍ଧୃତ। ଏଠାରେ କବି ସମାଜରେ ପରିଦୃଷ୍ଟ ଶୋଷଣ, ଅତ୍ୟାଚାର, ଭ୍ରଷ୍ଟାଚାର ଆଦି ମୂଳୋତ୍ପାଟନରେ କଲମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବତାରଣ କରିଛନ୍ତି। କବି ହେଉଛନ୍ତି ସମାଜର ଚିତ୍ରକର, ସମାଜର ଜାଗ୍ରତ ପ୍ରହରୀ। ସମାଜରେ ଘଟିଯାଇଥିବା ଅଘଟଣଗୁଡ଼ିକୁ ସେ ପ୍ରତ୍ୟକ୍ଷ କରିଛନ୍ତି। ଅସାମାଜିକତାକୁ ଲକ୍ଷ୍ୟ କଲେ ତାଙ୍କ ଅନ୍ତର କାନ୍ଦି ଉଠେ, ତାଙ୍କ ଲେଖନୀ ହୋଇ ଉଠେ ଚଳଚଞ୍ଚଳ। ସମାଜରେ ଘଟିଯାଉଥିବା ଶୋଷଣ, ପେଷଣ ଓ ଅତ୍ୟାଚାର ବିରୋଧରେ ତାଙ୍କ ଲେଖନୀ ଜନସଚେତନା ସୃଷ୍ଟି କରେ। ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀର ଯଥେଚ୍ଛାଚାର ବିରୋଧରେ ବିଷେଧାଗାର କରେ କଲମ। ଅଗ୍ନିବସୀ ଲେଖା ମାଧ୍ୟମରେ ଦଳିତ, ଶୋଷିତ ଓ ଯନ୍ତ୍ରଣା ଜର୍ଜରିତ ଜନସାଧାରଣଙ୍କ ମନରେ ସେ ବିପ୍ଳବର ବୀଜ ବପନ କରେ। ବଳଶାଳୀ ଗୁଣ୍ଡାର ଗୁଣ୍ଡାମିକୁ ଖାତିର କରେନା କଲମ। ତାର ସ୍ପଷ୍ଟବାଦିତା ନିକଟରେ ସବୁ ଛଳନା ଓ ଅବିଶ୍ୱାସ ହାର ମାନେ। ଲେଖନୀ ମୁନର ଗୋଟିଏ ଗାର ସମାଜରେ ଦୁର୍ନୀତି ରୂପକ କର୍କଟ ବ୍ୟାଧି ପାଇଁ ମହୌଷଧିର କାର୍ଯ୍ୟ କରେ। କଲମ ମୁନରେ ଝରି ପଡ଼ୁଥିବା ଶାଣିତ ବାକ୍ୟବାଣ କ୍ଷମତାଶାଳୀ ପ୍ରଜାପୀଡ଼କ ଶାସକ ହୃଦୟରେ କମ୍ପନ ସୃଷ୍ଟି କରେ। ଏଠାରେ ସମାଜର କଳଙ୍କିତ, ମନ୍ଦବୁଦ୍ଧି ସମ୍ପନ୍ନ, ସ୍ୱାର୍ଥାନ୍ୱେଷୀ ବ୍ୟକ୍ତିମାନଙ୍କ ପ୍ରତି କବି ମନର ସ୍ୱତଃସ୍ଫୂର୍ତ୍ତ ବିଦ୍ରୋହ ପ୍ରକାଶ କରିଛନ୍ତି। ବୁଝିହେଲା? ତାପରେ ଦେଖ ପ୍ରଶ୍ନ 31 ନମ୍ବର ପ୍ରଶ୍ନ। ବିପ୍ଳବ ତବ ସତ୍ୟ ଶାନ୍ତି ଶିବ ସୁନ୍ଦର ରସେ, ଯୁଗ ଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ। ଉତ୍ତର ବିପ୍ଳବ ତବ ପ୍ରଦୀପ ହସେ। ବୁଝିହେଲା? ପ୍ରଦତ୍ତ ପଦ୍ୟାଂଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେମର କଲମ ଶୀର୍ଷକ କବିତାରୁ ଉଦ୍ଧୃତ। ଏଠାରେ କବି ସମାଜର ସତ୍ୟ, ଶାନ୍ତି ଓ ଅହିଂସାର ମହାନତା ପ୍ରତିଷ୍ଠାରେ କଲମର ନୀରବ ବିପ୍ଳବ ଓ କାଳଜୟୀ ଭୂମିକାର ଜୟଗାନ କରିଛନ୍ତି। ଦୁନିଆର ସମସ୍ତ ମହାଶକ୍ତିର ଊର୍ଦ୍ଧ୍ୱରେ ଯେ କଲମର ଶକ୍ତି, ଏହା ସର୍ବଜନ ସ୍ୱୀକୃତି। ମନୁଷ୍ୟ ହୃଦୟରେ ଶାଶ୍ୱତ ଚେତନା ଭରିଦେଇ ଦେବଗୁଣରେ ଭୂଷିତ କରିପାରେ କଲମ। ଅଜ୍ଞାନାନ୍ଧକାରରେ ପଥହରା ମନୁଷ୍ୟକୁ ସତ୍ୟର ପଥ ପ୍ରଦର୍ଶନ କରେ ସେ। ମାନବ ପ୍ରାଣରେ ସୃଷ୍ଟି କରେ ସତ୍ୟ ଶିବ ସୁନ୍ଦରର ଦିବ୍ୟ ଚେତନା। କଲମକୃତ ବିପ୍ଳବ ଧ୍ୱଂସକାରୀ ନ ହୋଇ ମାନବ ଜାତିକୁ କରେ ସତ୍ମାର୍ଗ ପ୍ରଦର୍ଶନ। ମହାପୁରୁଷମାନଙ୍କ ମୁଖ ନିଃସୃତ ଶାଶ୍ୱତ ବାଣୀକୁ ଲିପିବଦ୍ଧ କରି ଯୁଗ ଯୁଗାନ୍ତକୁ ସାଇତି ରଖେ ଉପଦେଶାମୃତ। ଶାନ୍ତି ଓ ଅହିଂସାର ଆଦର୍ଶକୁ ଅନୁସରଣ କରି ଦିବ୍ୟ ଜୀବନର ଅଧିକାରୀ ହେବାକୁ ପ୍ରେରଣା ପ୍ରଦାନ କରେ କଲମ। ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତାକୁ ଜୀବନର ପାଥେୟ କରିବାକୁ ଏହା ପ୍ରେରଣା ପ୍ରଦାନ କରେ। କାଳର ବିବର୍ତ୍ତନରେ ସବୁକିଛିର ପରିବର୍ତ୍ତନ ଘଟୁଥିଲେ ମଧ୍ୟ କଲମର ସ୍ଥାନ ଚିରନ୍ତନ ଓ ତାର କୃତି ଚିର ଅମର। ପ୍ରଦୀପର ଆଲୋକ ଶିକ୍ଷା ଅନ୍ଧକାର ଦୂର କଲାପରି କଲମ ସୃଷ୍ଟି ଅକ୍ଷରମାଳା ମାନବର ଅଜ୍ଞାନ ରୂପକ ତିମିର ନାଶ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରେ। ଦେଖ ବର୍ତ୍ତମାନ ଦେଖିବା ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଉତ୍ତର। 32 ନମ୍ବର ପ୍ରଶ୍ନ। ହେମର କଲମ
କବିତା ଅବଲମ୍ବନରେ କବିଙ୍କର ବିପ୍ଳବାତ୍ମକ ମନୋବୃତ୍ତିର ପରିଚୟ ପ୍ରଦାନ କର। କିମ୍ବା ହେମର କଲମ କବିତାରେ କବି ଗୋଦାବରୀଶଙ୍କର ବିପ୍ଳବାତ୍ମକ ଚେତନାର ଯେଉଁ ସ୍ଫୁଟନ ଘଟିଛି ତାହାର ଆଲୋଚନା କର। କିମ୍ବା କଲମ ହିଁ କବିର ବିପ୍ଳବର ସନ୍ତକ, ଏହା ପଠିତ କବିତା ଅନୁସରଣରେ ପ୍ରତିପାଦନ କର। ବୁଝିଲା? ଉତ୍ତର ଦେଖ। ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକମାନଙ୍କ ଆଦର୍ଶରେ ଅନୁପ୍ରାଣିତ କବି ଗୋଦାବରୀଶ ମହାପାତ୍ର ଏକଧାରରେ ଥିଲେ ଜଣେ ଜାତୀୟତାବାଦୀ ବ୍ୟକ୍ତିତ୍ୱ, ନିର୍ଭୀକ ସାମ୍ବାଦିକ ଓ ମାନବବାଦୀ ସାରସ୍ୱତ ସ୍ରଷ୍ଟା। ଇତିହାସ ସଚେତନ, ସ୍ୱଦେଶପ୍ରୀତି, ମାନବିକ ସମ୍ବେଦନା ତଥା ବିପ୍ଳବିକ ଜୀବନାଦର୍ଶ ତାଙ୍କ କବିତାର ବୈଶିଷ୍ଟ୍ୟ। କବି ଥିଲେ ସ୍ପଷ୍ଟବାଦୀ, ନିଜ ଦ୍ୱାରା ପ୍ରତିଷ୍ଠିତ ତଥା ସମ୍ପାଦିତ ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ ପତ୍ରିକା ନିଆଁଖୁଣ୍ଟା ପାଇଁ ସେ ଓଡ଼ିଶାର ବୁଦ୍ଧିଜୀବୀ ତଥା ସଚେତନ ନାଗରିକଙ୍କ ନିକଟରେ ବିଶେଷ ଭାବେ ପରିଚିତ ଥିଲେ। ତାଙ୍କ ସାରସ୍ୱତ କୃତିଗୁଡ଼ିକ ମଧ୍ୟରେ ଉଠ କଙ୍କାଳ, କଣ୍ଟା ଆଉ ଫୁଲ, ବଙ୍କା ସିଧା, ପାହାଚ ତଳର ଘାସ, ହାଣ୍ଡିଶାଳର ବିକଳ୍ପ ପରି କବିତା ପୁସ୍ତକ ଏବେ ମଧ୍ୟ ବଞ୍ଚିଛି। ନୀଳ ମାଷ୍ଟ୍ରାଣୀ ଶତ୍ରୁ ସଞ୍ଚୟନ, ମୁଁ ଦିନେ ମନ୍ତ୍ରୀ ଥିଲି, ମଦ ଦୋକାନର ଇତିହାସ, ଗରିବର ଭଗବାନ, ମାଟିର ମାୟା ପରି ଗଳ୍ପ ସଂକଳନ ତଥା ବିଦ୍ରୋହ, ରକ୍ତପାତ ଓ ରାଜଦ୍ରୋହୀ ପରି ଉପନ୍ୟାସ କବିଙ୍କ ଅମିଳନ ପ୍ରତିଭାର ପରିଚାୟକ। ଆଲୋଚ୍ୟ କବିତା ହେମର କଲମ। କବିଙ୍କ ହେମର କଲମ ଶୀର୍ଷ କବିତା ସଂକଳନର ଉଦ୍ଧତ କବିତାଟିରେ କବିଙ୍କର ବୈପ୍ଳବିକ ଆଦର୍ଶର ବାସ୍ତବ ଆଲେଖ୍ୟ ପରିଦୃଷ୍ଟ। ଅବକ୍ଷୟୀ ସମାଜରେ ଦଳିତ ଶୋଷିତ ଜନତାଙ୍କ ହୃଦୟରେ ବିପ୍ଳବର ବୀଜ ବପନ କରିଆସୁଥିବା କଲମର ମୌନ ଭାବ କବିଙ୍କୁ ବିବ୍ରତ କରିଛି। ଓଡ଼ିଶାର ତତ୍କାଳୀନ ଗମ୍ଭୀର ପରିସ୍ଥିତିରେ ଉତ୍କଳୀୟମାନଙ୍କ ଜଡ଼ ପ୍ରାଣରେ ଜାତିପ୍ରେମର ଚେତନା ଓ ଜାଗୃତି ସୃଷ୍ଟି କରିବାରେ ତାଙ୍କ ଲେଖନୀ ପୂର୍ବବତ୍ ଚଳଚଞ୍ଚଳ ହୋଇ ଉଠିବାକୁ କବି ବ୍ୟଗ୍ରତା ପ୍ରକାଶ କରିଛନ୍ତି। ସ୍ୱାଧୀନତା ପରେ ରାଜନୈତିକ ନେତୃବୃନ୍ଦ ଓ କ୍ଷମତାଧିକାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ତାଙ୍କ କଲମକୁ ଆକୁଳ ଆହ୍ୱାନ ଦେଇଛନ୍ତି। ଯେଉଁ କଲମ ଅତୀତରେ ତାଙ୍କର ଅତି ଆପଣାର ବିଶ୍ୱସ୍ତ ସଖା ଭାବେ ତାଙ୍କ ମନରୁ ସବୁ ଚିନ୍ତା, କଳ୍ପନା ଓ ଆବେଗକୁ ଅକ୍ଷରମାଳାରେ ସୁସଜ୍ଜିତ କରି କାବ୍ୟ କବିତାର କୋଣାର୍କ ନିର୍ମାଣ କରିଥିଲା, ସେହି କଲମ ଉଦାସୀନ ଭାବେ ପଡ଼ି ରହିଥିବା ଓଡ଼ିଆ ଜାତି ପ୍ରାଣରେ ଜାଗରଣର ବାରି ସିଞ୍ଚନ କରି ତା ମନରେ ପୂର୍ବବତ୍ ଆଶା ଓ ଆତ୍ମବିଶ୍ୱାସ ସୃଷ୍ଟି କରିବାର ସଫଳତା ଲାଭ କରୁ ବୋଲି କବିତାରେ କବି ମନର ବୈକଲ୍ୟ ପ୍ରକାଶ କରିଛି। କବିଙ୍କ ଭାଷାରେ ଅତି ଆପଣାର ବନ୍ଧୁ ହେ ମର୍ମ, ଅତି ବିଶ୍ୱାସୀ ସଖା, ତୁମର ତୀକ୍ଷ୍ଣ ମୁନରେ ଫୁଟିଛି କେତେ ମୋର ମନ ଲେଖା। ଆଜି ଏତେବେଳେ ହେ କଲମ, ବାରେ ଚାଲ, ଜାଗ୍ରତ କର, ଉଦ୍ୟମ କର, ମୁକ୍ତି ଦ୍ୱାର ଖୋଲ। କବି ହେଉଛନ୍ତି ସମାଜର ଚିତ୍ରକାର, ସମାଜର ଜାଗ୍ରତ ପ୍ରହରୀ। ହାତରେ ତାଙ୍କର କଲମ ପରି ମହାଶକ୍ତିଶାଳୀ ଅସ୍ତ୍ର, ଯାହାର ସୁତୀକ୍ଷ୍ଣ ଧାର ଏକଛତ୍ରବାଦୀ, ସ୍ୱେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍ସୁ ଶାସକର ସମସ୍ତ ମାଗଣା ଶାସ୍ତ୍ରଠାରୁ ଭୟଙ୍କର। ସେହି କଲମ କେତେ କେତେ ମହାବଳଶାଳୀର ବାହୁବଳ, ଧନବଳ, କୂଟନୈତିକ କଳକୁ ସହଜରେ ପ୍ରତିହତ କରି ତା ହୃଦୟରେ କମ୍ପନ ସୃଷ୍ଟି କରିପାରେ। ବଜ୍ର, ମୂଷଳ ଓ ତରବାରୀର ଶକ୍ତି ସାମର୍ଥ୍ୟ କଲମ ନିକଟରେ ପରାଜୟ ସ୍ୱୀକାର କରେ। ବୁଝିଲେ? ସାଗର ବକ୍ଷର ଶୀତଳ ଜଳପୃଷ୍ଠରେ ବାଡ଼ବାଗ୍ନି ସୃଷ୍ଟି କରିପାରେ। ଲେଖନୀ ପର୍ବତ ତୁଲ୍ୟ ଦୃଢ଼ ରାଜଶକ୍ତିକୁ ଦୋହଲାଇ ଦେଇପାରେ। ସେ ମରୁଭୂମିରେ ସୃଷ୍ଟି କରିପାରେ ଜଳର ପ୍ଲାବନ। ଅପରିମିତ ଶକ୍ତିର ଅଧିକାରୀ ସେହି କଲମର ପୁନର୍ଜାଗରଣ ଶାନ୍ତ ସରଳ ନିରୀହ ଉତ୍କଳୀୟଙ୍କ କର୍ଣ୍ଣରେ ବିପ୍ଳବର ମହାମନ୍ତ୍ର ଶୁଣାଇ ଅନ୍ୟାୟ, ଅତ୍ୟାଚାର ଓ ଅବିଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାର ସାହସ ଓ ଶକ୍ତି ହୃଦୟରେ ଭରି ଦେଇ ପାରିବ ବୋଲି କବି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଯେଉଁ ଓଡ଼ିଆ ଜାତି ଏକଦା ପ୍ରବଳ ବିକ୍ରମରେ ଶତ୍ରୁ ହୃଦୟର କମ୍ପନ ସୃଷ୍ଟି କରିପାରିଥିଲା, ରଣାଙ୍ଗନରେ ସମରକଳା ପ୍ରଦର୍ଶନ କରି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରିପାରିଥିଲା, ସେହି ଜାତିର ଶିଥିଳତା ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ମନରେ ନୈତିକ ସାହସର ଅଭାବ ଲକ୍ଷ୍ୟ କରି କବି ମିଅପ୍ରାଣ ହୋଇପଡ଼ିଛନ୍ତି। ସ୍ୱାଧୀନଚେତା ଓଡ଼ିଆ ଜାତିର ସ୍ୱଚ୍ଛନ୍ଦ ସାବଲୀଳ ଜୀବନର ପ୍ରବହମାନତାର ଭଟ୍ଟା ଲକ୍ଷ୍ୟ କରି କବି ବ୍ୟଥିତ ହୋଇଛନ୍ତି। ନିଥର ପ୍ରାଣର ଜଡ଼ ଚେତନାର ଜାଗୃତି ବାରି ସିଞ୍ଚନ କରିବା ପାଇଁ କବି ବ୍ୟଥତା ପ୍ରକାଶ କରି ମୌନୀ କଲମକୁ ଚଳଚଞ୍ଚଳ ହୋଇ ଉଠିବାକୁ ଆହ୍ୱାନ ଦେଇଛନ୍ତି। କବିଙ୍କ ଭାଷାରେ ସବୁରି ଉପରେ ତୁମେ ଅଛ ଥରେ, ଦେବାକୁ ଅମର ଗାର। ଆଜି ଏତେବେଳେ ଜଡ଼ କି କଲମ ମୁଣ୍ଡା କି ହେଲା ଧାର। ଛଳନା, ମିଥ୍ୟା ପ୍ରବର୍ତ୍ତନା ଓ ଶଠତାରେ ପରିପୂର୍ଣ୍ଣ ହୋଇ ଉଠିଥିବା ଅବକ୍ଷୟୀ ମୂର୍ଖୀ ପତନୋନ୍ମୁଖୀ ସମାଜରେ ଦ୍ରୁତ ସଂସ୍କାର ଆଣିବା ଜରୁରୀ ବୋଲି ଅନୁଭବ କରି କବି ଜନତାଙ୍କ ଉଦ୍ଦେଶ୍ୟରେ ବିପ୍ଳବୀ ବାର୍ତ୍ତା
ରଚନା କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି। ଧର୍ମ ନାମରେ ରାଜନୀତି, ସତ୍ୟ ନାମରେ ଶୋଷଣ ଓ ଶୃଙ୍ଖଳା ନାମରେ ପେଷଣ ଲକ୍ଷ୍ୟ କରି କବିପ୍ରାଣ ବିସର୍ଜିତ ହୋଇଛି। ଏସବୁ ପୂର୍ଣ୍ଣଚ୍ଛେଦ ଟାଣିବାରେ କଲମର ଜାଗରଣ ଅବଶ୍ୟମ୍ଭାବୀ ବୋଲି ଅନୁଭବ କରିଛନ୍ତି କବି। ତେଣୁ ଆବେଗଭରା କଣ୍ଠରେ କହିଛନ୍ତି, ହେ କଲମ ମୋର ଅତି ଆପଣାର ଅନ୍ତର କଥା କହ। ଦେଖିଛ କି ଏତେ ସତ୍ୟ ନାମରେ ଛଳନା ଦୁର୍ବିସହ। ଲେଖନୀ ମୁନରେ ଅଗ୍ନି ବସି ଶବ୍ଦପୁଞ୍ଜି ସମାଜରୁ ସମସ୍ତ ଶୋଷଣ ପେଷଣ ଦୁଃଖ ଯନ୍ତ୍ରଣାକୁ ଅଚିରେ ଦୂର କରିପାରେ। ଜନତାର ସବୁ ବନ୍ଧନ ମୋଚନରେ କଲମର ଅତୁଳନୀୟ ଅବଦାନ ଅନସ୍ୱୀକାର୍ଯ୍ୟ। ଜନମାନସର ଦୁର୍ବିତ୍ତ ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବା ପାଇଁ କବିଙ୍କ ବିପ୍ଳବୀ ମନର ଅଗ୍ନିବର୍ଷୀ ଆହ୍ୱାନ କବିତାରେ ପ୍ରାଣ ପ୍ରାଚୁର୍ଯ୍ୟ ଭରି ଦେଇଛି।